ମନେ ପକେଇ ପକେଇ ଏବେ କାନ୍ଦୁଛନ୍ତି। ଯେଉଁ ପ୍ରକାର ରେଟ୍ ଫେଟ୍ ସବୁ ବଢ଼ିଯାଇଛି, ରାନ୍ଧିବା ମୁସ୍କିଲ, ଗାଡ଼ି ଚଲାଇବା ବି ମୁସ୍କିଲ। ସରକାର ବି ଟିକେ ଧ୍ୟାନ ଦେବାର କଥା ସେ ଉପରେ। ଖାଲି ଗରିବों की सरकार କହିଦେଲେ କିଛି ହେବ ନାହିଁ, ତାଙ୍କୁ ସପୋର୍ଟ କରିକି ତାଙ୍କର ଚୁଲି ଜଲବାଟା ସେ ଉପରେ ବି ଧ୍ୟାନ ଦେବାର କଥା। ଯେହେତୁ ଆପଣ ଜଣେ ଯୁବକ, ଯୁବକ ମାନେ ନିହାତି କ୍ରମରେ ରାଜନୀତିରେ ଆସିବା ଦରକାର। ଆଉ ଆପଣ ଜାଣିଥିବେ ଯେ ଆପଣଙ୍କର ପିସି ସଭାପତି ମଧ୍ୟ ସେ ଅଞ୍ଚଳର ଯେ ସେ ଅଞ୍ଚଳକୁ ବିଲଙ୍ଗ କରୁଛନ୍ତି। ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ପିସି ସଭାପତିଙ୍କ ନେତୃତ୍ୱ ନିହାତି କ୍ରମରେ ଆଗାମୀ ନିର୍ବାଚନ ଲଢ଼ିବ। ତଥାପି ଆଗାମୀ ଭବିଷ୍ୟତକୁ କେମିତି ଦେଖୁଛନ୍ତି, କଂଗ୍ରେସ ସ୍ଥିତି କ'ଣ ହେବ? ଆଗାମୀ ଭବିଷ୍ୟତ ଏବେ ତ ଆଉ ବହୁତ ଆମର ନେତା ବି ପ୍ରାୟ କଂଗ୍ରେସରେ ଆଗାମୀ ଦିନରେ ଜଏନ୍ କରିବେ। ଏବେ ପରିସ୍ଥିତି ଯାହା ଦେଖାଯାଉଛି, ଆଗାମୀ ଦିନରେ ଆଉ ବି ଜଏନ୍ କରିବେ କଂଗ୍ରେସରେ। ଆଉ କଂଗ୍ରେସ ଧୀରେ ଧୀରେ ଆଉ ମଜବୁତ ବି ହେବ। ଆଉ ଏଇ ଯେଉଁ ବିଜେଡ଼ି ଯିଏକି ବିରୋଧୀ ଦଳର ଠିକ୍ ଭାବେ କାମ କରିପାରୁନି, ତାକୁ ଆପଣ କେମିତି ଦେଖୁଛନ୍ତି? ଯେହେତୁ କଂଗ୍ରେସ ତ ବିରୋଧୀ ଦଳରେ ନାହିଁ, ତଥାପି ମଧ୍ୟ ବିରୋଧୀର କାମ କରୁଛି, ଯେ କ'ଣ ଆଗାମୀ ଦିନରେ ବିଧାନସଭା ଚାଲିବ, ପାର୍ଲାମେଣ୍ଟ ସେପଟେ ଚାଲୁଛି, କ'ଣ ଆଗାମୀ ପଦ୍ଧତି ରହିବ କଂଗ୍ରେସ ସ୍ଥିତି? ସେ ବାବଦରେ ତ ମୁଁ ଏବେ କିଛି ଟିପ୍ପଣୀ ଦେବାଟା ଠିକ୍ ନୁହେଁ। ମୁଁ ପ୍ରଥମେ କିଛି ନିଜ ପାଇଁ, ପାର୍ଟି ପାଇଁ କିଛି କାମ କରିସାରେ, ତାପରେ ସେ ବାବଦରେ ଟିପ୍ପଣୀ ଦେବାଟା ଠିକ୍ ହେବ। ତଥାପି ଆପଣ କ'ଣ ଦେଖୁଛନ୍ତି ଯେ ସମ୍ବଲପୁର ଅଞ୍ଚଳ ପାଇଁକି ଆପଣ ଲୋକସଭା ନା ବିଧାନସଭା ପାଇଁ? ଆମେ ଆମ ଜନ୍ମମାଟି ସମ୍ବଲପୁର, ଆମେ ଜାଣିଛୁ କେମିତି ସଂଗଠନ କରାହେବ, କେମିତି ପାର୍ଟିକୁ ମଜବୁତ କରାହେବ ଆମେ ଜାଣିଛୁ। ଆଉ ସେ ଦିଗରେ କାମ ହେବ। ତାହେଲେ ଆରଥରକ 2029କୁ କଂଗ୍ରେସ ସୁନିଶ୍ଚିତ ସମ୍ବଲପୁର ଦଖଲ କରିବ? ଚେଷ୍ଟା କରିବୁ ଦଖଲ କରିବା ପାଇଁ। ଏବେ ଭାସ୍ପଟ ମାରିବାଟା ଠିକ୍ ନୁହେଁ, କାମ କରିକି ଦେଖାଇବାଟା ଭଲ।